ମନକୁ ଟିକେ ଶାନ୍ତି କରିଦେବା, ଦି ଚାରିଟା ବାଳ ବାହାରି କରିଦେବା। ଓଡ଼ିଆ ଭାଗବତରେ ଆପଣ ମାନଙ୍କର ତ୍ରିରତ୍ନ ମଧୁସୂଦନ ଦାସ, ତମେ ଯେତେବେଳେ ପାଠ ପଢିଲ କଣ ଲେଖା ହେଇଛି? କହିଲା ବାଳକେ ମୋର ବୋଲ କର ବେଳହୁ ଗୋବିନ୍ଦ ସୁମର, ବେଳହୁ ଗୋବିନ୍ଦ ସୁମର, ବେଳହୁ ଗୋବିନ୍ଦ ସୁମର। ଏ ଲୋକଟା ମତେ ପାଲା କରେଇଦେବନି? ନିଷ୍ପତ୍ତି ନେଇକି ମଦ ପିକି ଆସିଥିଲୁ, ଏଇଆ ମତେ ପଚାରିବା ପାଇଁ କାଲି ମତେ ପଚାରିଲ, ମୁଁ ଉତ୍ତର ଦଉଛି, ପୁଣି କାହିଁକି ବଡ଼ ବଡ଼ ହଉଛି? ମୁଁ ଏ ଜିନିଷ ସହିପାରିବିନି କେବେ। ମତେ ପଚାର, ମୁଁ ଉତ୍ତର ଦେବି। ଆଚ୍ଛା, ବାଲ୍ମୀକି ରାମାୟଣ ଲେଖିଲେ ଆଜ୍ଞା ଆଜ୍ଞା ଆଦିର କାଣ୍ଡ ନାଁଟା କୋଉ କାଣ୍ଡ? ବାଳକାଣ୍ଡ। ବାଳକାଣ୍ଡ ବୋଲେ କଣ ଛୁଟି କାଣ୍ଡ? ନା, ଜଗନ୍ନାଥଙ୍କର ମହାପ୍ରସାଦ ଯୋଉ ସକାଳ ଧୂପ, ତାକୁ କୋଉ ଭୋଗ କହନ୍ତି? ବାଳ ଭୋଗ। ବାଳ ଭୋଗ। ତାମାନେ କଣ ଚୁଟି ଭୋଗ? ଆଚ୍ଛା, ଭଗବାନ ରାମ ଦେଖ ବାପା, ତିନିଟା ବାଳ ପ୍ରମାଣ ଦେବି, ଟିକେ 4 ନମ୍ବର ବାଳକୁ ଯିବା। ଭଗବାନ ରାମ ସୀତାକୁ ବାହାଇକି ଆସୁଛନ୍ତି, ପରଶୁରାମ ଜଗିଲା, ଲକ୍ଷ୍ମଣ ମହାପ୍ରଭୁ ବାହାରି ପଡିଲେ। ତମେ କିଏ ଯେ? ତମେ ଜାଣିନ ଆମର ବାହୁ ବିକ୍ରମ ପରାକ୍ରମ, ତୁ ମତେ ଚିହ୍ନିନୁ ପୁଅ। ଚିହ୍ନିନୁ। ପରଶୁରାମ ରାଗିଗଲେ, ଆଉ ଟିକେ ବାଳ ବାହାରି କରିବା। କଲା ରେଣୁକା ଅନୁଜ ସେତେବେଳର କଂଗ୍ରେସର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ତାଙ୍କ ବାପା ହେଲେ ଗୋକୁଳ ମାଷ୍ଟେ ଗୋକୁଳାନନ୍ଦ ପଟ୍ଟନାୟକ। ବହିଟି ଲେଖିଲେ ଜାନକୀ ବଲ୍ଲଭ ବିଳାସ। କଣ କହିଲେ ପରଶୁରାମ? କଲା ରେଣୁକା ତନୁଜ ରାମ ଅନୁଜ କୁରେ ବାଳ ବୋଲି ଆଦି ଏଠି ବାଳର ଶବ୍ଦ ହଉଛି ସୂତ। ପିଲାମାନେ କହୁଛି ତମେ କା ବାଳ? ନା ମୁଁ ହଉଛି କୈଳାସ ଚନ୍ଦ୍ର ହୋତାଙ୍କ ବାଳ। ତାମାନେ କଣ ମୋ ବୋପାର ଛୁଟି? ମୋ ବୋପାର ହଉ 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 କିଛି ନାହିଁ, ଏଥିରେ କଣ କିଛି ଦେଖ ବାରେ 6 ନମ୍ବର ବାଳୁଟେ ଦଉଛି, ଦେଖ ହଉଛି ନା ନାଇଁ। ଏଠି ବାଳର ଅର୍ଥ ଚୁଟି। ମୁଁ ଗାୟକ ରହ ଦେଖେ ବାଳ କେମିତି ବାହାରୁଛି। ଚୁଟି କି ବାଳ କବି କହିନାହାନ୍ତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଇ ମାଟିରେ ତପସ୍ୟା କରି ରଘୁନାଥଙ୍କ ନିକଟରେ ରାମ ତାରକ ମନ୍ତ୍ରରେ କବି ସମ୍ରାଟ ହେଲେ। ମନେ ପକେଇଲ ଯେତେବେଳେ ଶୂର୍ପଣଖା ଗଲା ଲକ୍ଷ୍ମଣ ପାଖକୁ ରାମ ପଠେଇ ଦେଲେ, ଠିକ ସେତିକି ବେଳେ
ରାମ କଣ ଲେଖିଲେ କହିଲେ ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଯୋଷାକୁ ଯୋଗ୍ୟ ଯୋଷାକୁ ଆହେ ଯୋଗ୍ୟ ଯୋଷାକୁ କାନନ କର ଆଲିଙ୍ଗନକୁ ଆଲିଙ୍ଗନକୁ କର ଆଲିଙ୍ଗନକୁ ଲକ୍ଷ୍ମଣ କଣ କଲେ କଲା ବାଳ ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ କର୍ଣ୍ଣାଟ ନାରୀ ଆହେ କର୍ଣ୍ଣାଟ ନାରୀ ବନ୍ଧ ସଂଯୋଗେ ନାୟକ କୁନ୍ତଳ ଭିଡ଼ି କୁନ୍ତଳ ଭିଡ଼ି ଆହେ କୁନ୍ତଳ ଭିଡ଼ି ବାଳ ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ ଏଠି ବାଳ ଧଇଲେ ଲକ୍ଷ୍ମଣ ବୋଲେ କଣ ଧଇଲେ କଣ ଖାଉ ଚୁଟିକି ଧଇଲେ ଆଚ୍ଛା ଭଞ୍ଜ କଣ କହିପାରିନଥାନ୍ତେ ଚୁଟି ଧରୁ ବିଚାରନ୍ତେ କର୍ଣ୍ଣାଟ ନାରୀ ଭଞ୍ଜ କାହିଁ କହିଲେ ବାଳ ଧରୁ ବିଚାରନ୍ତେ ଆରେ ବାପା ରାମ ବାପା ନା କଣ ରାମ ବାପା ନା କଣ ବେଶୀ ବଡ ବଡ ହେଲେ କେମିତି ହବ ଆଉ କେମିତି ବୁଝେଇବି ଏମିତି ଗୋଟେ ଗୋଟେ ଯୋଗଣୀ ଗ୍ୟାପ ଥାଆନ୍ତି ଗାୟକ ମାନଙ୍କ ମୁଣ୍ଡଟାକୁ ନଷ୍ଟ କରିଦିଅନ୍ତି